ଯାହାକି ଦେଖନ୍ତୁ ଆଜି ଆମେ କଣ ଦେଖିବା ଯେ ନା ଆମର ଯୋଉ ମୌଳିକ ଅଧିକାର ଆମେ ଯୋଉ ପଢୁଥିଲେ ଆମେ କଣ ଯେ ଅଲରେଡି ସମାନତା ଅଧିକାର ବିଷୟରେ ପଢିଦେଇଥିଲେ ଯାହାକି ଆମର 14 ରୁ 18 ମଧ୍ୟରେ ଲେଖା ହେଇଛି ଏବଂ ଆମେ କଣ ଯେ ଆମର ସ୍ୱାଧୀନତା ଅଧିକାର ବିଷୟରେ ପଢିଦେଇଥିଲେ ଯାହାକି ଆମର କଣ ଯେ ଆମର 19 ରୁ ଆମର କଣ ଯେ 22 ପର୍ଯ୍ୟନ୍ତ ଆମର ଲେଖା ହେଇଛି। ବର୍ତ୍ତମାନ ଆଜି ଆମେ କଣ ଦେଖିବା ଯେ ନା ଆମର 3 ନମ୍ବର ମୌଳିକ ଅଧିକାର ଯାହାକୁ ଆମେ କହୁଛେ ଶୋଷଣ ବିରୋଧୀ ଅଧିକାର ଏଇଟାକୁ ଆମେ ଦେଖିବା ଯାହାକି ଆମର କଣ ଯେ କେବଳ ଦୁଇଟି ମାତ୍ର ଆର୍ଟିକଲ ହିଁ ଲେଖା ହେଇଛି ସେଟା ହେଲା ଆମର କଣ ନା 23 ଏବଂ 24 ରେ ଆମର ଲେଖା ହେଇଛି। ହେଲେ এই শোষণ বিরোধী অধিকার জানিয়া পূর্ব আমি জানিয়া পড়ে যে শোষণ কহিলে কଣ শোষণ মানে কଣ যে জଣେ କଣ କରିବ ଯେ ଅନ୍ୟ ଜଣକୁ ଅତ୍ୟାଚାର ଯଦି କର ଅତ୍ୟାଚାର କରି ତାର ଯଦି କିଛି ଆର୍ଥିକ ଆକାର ହଉ କିମ୍ବା କୌଣସି ପ୍ରକାର ପାରିଶ୍ରମିକ ଆକାର ହଉ ଯଦି ତାର ଯଦି କିଛି ଆଦାୟ କଲା ତାକୁ ହିଁ ଆମେ କଣ କହିବା ଶୋଷଣ ବିରୋଧୀ କହିବା। ଶୋଷଣ ମାନେ ଆମେ ଗୋଟେ ପ୍ରକାର କହିପାରିବା ଯେପରି ଭାବରେ କଣ ଯେ ନା ଗୋଟେ ବ୍ୟକ୍ତି ଅଛି ଯାହା ଅଧୀନରେ କିଛି କର୍ମଚାରୀ ମାନେ କଣ କରୁଛନ୍ତି ନା କାମ କରୁଛନ୍ତି ଆଉ ସେ ତାଙ୍କେ କହନ୍ତି ଉଚିତ ପରିମାଣର ପାରିଶ୍ରମିକ ମୂଲ୍ୟ ଦେଉ ନାହିଁ ମାନେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଛି ଯେ 8 ଘଣ୍ଟା ଡ୍ୟୁଟି ମାନେ 8 ଘଣ୍ଟା ଯଦି ଜଣେ ପାରିଶ୍ରମିକ କଲା ତାକୁ 300 ଟଙ୍କା ଦେବା କଥା କିନ୍ତୁ ସେଇ ମାଲିକ ତାକୁ କେତେ ଦଉଛି ଯେ 200 ଟଙ୍କା କିନ୍ତୁ 8 ଘଣ୍ଟା ତାଙ୍କେ କଣ ଯେ କର୍ମ ତାଙ୍କେ ଦେଇକି କରାଉଛି ମାନେ 100 ଟଙ୍କାରେ ସେ ତାଙ୍କୁ କଣ କଲା ଶୋଷଣ କରିକି ନେଲା ହେଲା ଏଇଟାକୁ ଆମେ କଣ କହୁଛେ ନା ଶୋଷଣ କରିକି କହୁ। ହେଲେ ଏହି ଶୋଷଣ ବିରୁଦ୍ଧରେ ଆମେ କଣ ନା ଆମର ମୌଳିକ ଅଧିକାର ଆମର ଦେଇଅଛି ଯେ କୌଣସି ପ୍ରକାର ନାଗରିକକୁ ଆପଣ କଣ ଯେ ତା ଇଚ୍ଛା ବିରୁଦ୍ଧରେ ଆପଣ ତାକୁ କାର୍ଯ୍ୟରେ ଲଗାଇ ପାରିବେ ନାହିଁ କିମ୍ବା ତାଠାରୁ ଆପଣ କଣ ଅଧିକ ପରିଶ୍ରମ କରାଇ ତାକୁ କମ ପଇସା ଦେଇକି ତାଠାରୁ କଣ ପାରିଶ୍ରମିକ ମୂଲ୍ୟ ଅଧିକ ନେଇପାରିବେ ନାହିଁ। ଏଇଟା ଆମର କଣ ଲେଖା ହେଇଛି ନା ଅନୁଚ୍ଛେଦ 23 ରେ ଆମର ଲେଖା ହେଇଛି। ଆମର ଅନୁଚ୍ଛେଦ 23 ରେ କଣ ଲେଖା ହେଇଛି ନା କୌଣସି ପ୍ରକାର ବ୍ୟକ୍ତିକୁ ତା ଇଚ୍ଛା ବିରୁଦ୍ଧରେ ତାକୁ କୌଣସି ପ୍ରକାର କାର୍ଯ୍ୟରେ ଲିପ୍ତ କରାଯାଇ ପାରିବ ନାହିଁ କିମ୍ବା ତାକୁ କୌଣସି ପ୍ରକାର କାର୍ଯ୍ୟରେ ବାଧ୍ୟତାମୂଳକ ଭାବେ ସେ କାର୍ଯ୍ୟ କରିବେ ବୋଲି ତାକୁ ଆମେ କଣ ଯେ ବାଧ୍ୟ କରିପାରିବା ନା। ଏବଂ ଆଉ କଣ କରାଯାଇଛି ନା ବେଠି ବେଗାରୀ ଦାସ ଏ କ୍ରୀତ ଦାସ ଏ ପଦଗୁଡ଼ିକୁ ସବୁ ଯାକ କଣ କରାଯାଇଛି ନା ଉଚ୍ଛେଦ କରାଯାଇଛି। ଆପଣ ବୋଲେ କହିଲେ ବେଠି ମାନେ କଣ ବେଠି ମାନେ କଣ ନା କିଛି ବି ମଧ୍ୟ ହେଲେ ଆପଣଙ୍କୁ ପାରିଶ୍ରମିକ ମୂଲ୍ୟ ଦିଆଯିବନି କିନ୍ତୁ ତାର ଆପଣ ଯଦି କଣ କାମ କରୁଛନ୍ତି ତାକୁ ଆମେ କଣ କହିଲେ ବେଠି ବୋଲି କହିଲେ। ବେଗାରୀ କାମ କହିବା ଆମେ ନା ଆପଣ କାମ କରିବେ ଆପଣଙ୍କୁ ସେ ଦରମା ଦବ କିନ୍ତୁ କଣ ଯେ ଆପଣଙ୍କ ପାରିଶ୍ରମିକ ଅନୁଯାୟୀ ଆପଣଙ୍କୁ ଦରମା ଦବ କମ ଦରମା ଦେବେ ସେଟାକୁ ଆପଣ କଣ କହିବା ନା ବେଗାରୀ ବୋଲି କହିବା। ସେଟା ଦାସ କାମ କହିବା ନା ନିଜର ବ୍ୟକ୍ତିଗତ ସ୍ୱାଧୀନତାକୁ ଆପଣ କଣ କରିଦେବେ ପୁରା ଜଳାଞ୍ଜଳି ଦେଇଦେବେ ଆଉ ଆଜି କଣ ଅନ୍ୟ ଜଣେ ଲୋକ ପାଖରେ ଯାଇ କଣ କରିବେ ଖଟିବାକୁ ଆମେ କଣ କହିଲେ ନା ଦାସ ବୋଲି କହିବେ। ଏହାକୁ ଆମେ କଣ କହୁଛନ୍ତି ନା କ୍ରୀତ ଦାସ ମଧ୍ୟ କହୁଛନ୍ତି ନା ନିଜର ଜନ୍ମଭୂମି ଛାଡିବା ଏବଂ ଅନ୍ୟ ଦେଶକୁ ପୁରା ଆଜୀବନ ନିଜର ପୁରା ଆମେ କଣ କରିଦବା ଅନ୍ୟ ଆକାରରେ ଯାଇକି କଣ କରିଦବା ମାନେ ନିକଟରେ ଯାଇକି ପୁରା ଦାସ ହେଇଯିବ ଆମେ କଣ କହିଲେ କ୍ରୀତ ଦାସ ବୋଲି କହିଲେ। ସବୁ ଜାତିକୁ ଆମର କଣ କରାଯାଇଛି ଅନୁଚ୍ଛେଦ 23 ରେ ପୁରା ରଦ୍ଦ କରାଯାଇଛି। ଭାରତ ବର୍ତ୍ତମାନ ସ୍ୱାଧୀନ ହେଲାଣି ଆପଣ କୌଣସି ପ୍ରକାର ବ୍ୟକ୍ତିକୁ ତା ଇଚ୍ଛା ବିରୁଦ୍ଧରେ କାର୍ଯ୍ୟ କରାଇ ପାରିବେ ନାହିଁ। ବୁଝିପାରିଲେ ଆପଣ 23 ରେ କଣ ଲେଖା ହେଇଛି ତାପରେ ଆସିଲେ ଆପଣ ଅନୁଚ୍ଛେଦ 24 ଅନୁଚ୍ଛେଦ 24 ରେ କଣ କୁହାଯାଇଛି ନା 14 ବର୍ଷରୁ କଣ ଶିଶୁ ମାନଙ୍କୁ କୌଣସି ପ୍ରକାର ବିପଦଜନକ ସ୍ଥାନରେ ବା ବିପଦଜନକ କଳକାରଖାନାରେ ଆପଣ ନିଯୁକ୍ତି ଦେଇପାରିବେ ନାହିଁ। କାହିଁକି ଦେଇପାରିବେନି କାହିଁକି ନା ଆମର 21 ଏ ରେ ମୁଁ ଆପଣଙ୍କୁ ଗତ ଥର ପଢେଇଥିଲି ନା ଆମର କଣ ନା 6 ରୁ 14 ବର୍ଷର ପ୍ରତ୍ୟେକ ଶିଶୁ ମାନଙ୍କୁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ଦେବା ଆମର କଣ ମୌଳିକ ଅଧିକାରରେ ଆମେ ଯୋଡି ଦେଇଛନ୍ତି ମାନେ 14 ବର୍ଷ ପର୍ଯ୍ୟନ୍ତ ସେ କେବଳ କଣ ପାଠ ପଢିବାର ହିଁ ତାର ଅଧିକାର ଅଛି ସେ ଆଉ କୌଣସି ପ୍ରକାର କାର୍ଯ୍ୟ କରିପାରିବ ନାହିଁ। ଏଟାକୁ ଆମେ କଣ କରିଥିଲେ ନା 86ତମ ସମ୍ବିଧାନ ସଂଶୋଧନ 2002 ମସିହାରେ ଆମେ କଣ କରିଥିଲେ ନା ଆମେ ମୌଳିକ ଅଧିକାର ଭାବେ ଲାଗୁ ମାନେ ପ୍ରଣୟନ କରିଦେଇଥିଲେ ସଂଶୋଧିତ ପାଳିତ କରିଦେଇଥିଲେ ଯାହାକି ଆମର 2010 ଏପ୍ରିଲ 1 ତାରିଖ ପୁରା କଣ ଥିଲା ପୁରା ଲାଗୁ ହେଇଯାଇଥିଲା। ତେଣୁ କରି ଆମର ସମ୍ବିଧାନରେ କଣ ଲେଖା ହେଇଛି ନା 14 ବର୍ଷରୁ କମ ଶିଶୁ ମାନଙ୍କୁ କୌଣସି ପ୍ରକାର ବିପଦଜନକ କାମରେ କଣ ଯେ ନିଯୁକ୍ତି ଦିଆଯାଇ ପାରିବ କଣ ପାଇଁ ଦିଆଯାଇ ପାରିବନି କଣ ମାନେ ସେଟା ଦ୍ୱାରା କଣ ଯେ ପଢିବା ସମୟ ଅଟେ ପାଠ ପଢିଲେ କଣ କହିଲା ଆଜିର ଶିଶୁ କାଲିର ନାଗରିକ ଅଟେ କଣ ନା ଯଦି ଆମେ ଶିଶୁଙ୍କୁ ଯଦି କହନ୍ତି ଉଚିତ ପରିମାଣ ଯଦି ଆମେ ଶିକ୍ଷା ଦେବା ନାହିଁ ତେବେ ସେ ଦେଶର ଉନ୍ନତିରେ କିଭଳି ଭାବରେ ସହଯୋଗ ହୋଇପାରିବ। ତେଣୁ କରି ଆମର କଣ ଆର୍ଟିକଲ ଏଟା ଲେଖା ଯାଇଛି। କିନ୍ତୁ ଜାଣିବା କଥା ଯେ ଆପଣ ଯଦି ନିଜ ପରିବାରରେ କୌଣସି ପ୍ରକାର ଯଦି ଛୋଟିଆ କାମ ଅଛି ସେଥିରେ ଆପଣ ନିୟୋଜନ ପିଲାକୁ କରିପାରିବେ ତେବେ ଆମେ କହିପାରିବା ବୁଝିବା ତ ମନେକର ପରିବାର ରହୁଛି ଭୋଜନ ହଉଛି ଆମେ ପିଲାର ପଠିବାରେ ଗଲେ ବାବା ଯାଇସି କଣ କଲେ ନା ଲୁଣ ଭିତରେ ଆଣନ୍ତି ନହେଲେ କଣ ଚକଲେଟ ଆଣନ୍ତି ଏ କାମରେ ଲଗେଇ ପାରିବେ ଏହା କୌଣସି ବିପଦଜନକ କାମ ବିପଦଜନକ କାମ କୋଉଟା ଯେତେବେଳେ ହୋଟେଲରେ ନେଇ ଜଣକୁ କାମ କରାଇବ ହୋଟେଲ ତାକୁ ରୋଷେଇ କରିବା ପାଇଁ ବୋଲି କହିବ କଳକାରଖାନାରେ ତା ପରେ ପୁରା କଣ ଦବ ନା କାର୍ଯ୍ୟ ଦବ ତା ସବୁ ବିପଦ ମାନେ ତା ଜୀବନ ପ୍ରତି ବିପଦ ଅଛି। ତେଣୁକରି ବୋଲି କଣ କରାଏ ପୁରାପୁରି ଛିନ୍ନ କରାଏ ଯେ କୌଣସି ପ୍ରକାର ପିଲାକୁ ଆପଣ କଣ ଯେ କାମ କରାଇ ପାରିବେ ନା। ଏବେ ଆମର କଣ ହେଲା ଯେ ଶୋଷଣ ବିରୋଧୀ ଅଧିକାର ଆମର କଣ ହେଲା ସମାପ୍ତି ଘଟିବ। ତାପରେ ଆମେ ନେକ୍ସଟ ପିରିୟଡ ଆମେ କଣ ଦେଖିବା ନେକ୍ସଟ କ୍ଲାସ ଛୋଟିଆ ଭିଡିଓ ଟା ଧୀରେ ଧୀରେ ତାପରେ ନେକ୍ସଟ କ୍ଲାସ ଆମେ କଣ ଦେଖିବା ନା ଆମର ଧର୍ମଗତ ସ୍ୱାଧୀନତା ଅଧିକାର ଯାହାକି ଆମେ କହନ୍ତି 25 ରୁ
ଆମର 28 ଭିତରେ ଆପଣ ଲେଖା ନେକ୍ସଟ କ୍ଲାସ ଆଶା କରୁଛି ଆପଣ ପାଆନ୍ତେ এই ଶୋଷଣ ବିରୋଧୀ ଅଧିକାରକୁ ବୁଝିପାରିବେ। ଆପଣ ଲେଖିବା ପାଇଁ ବି ଚେଷ୍ଟା କରନ୍ତୁ। ନେକ୍ସଟ କ୍ଲାସ ଆମେ ଯଦି